ଶୈଳସୂତା ଭଗବତୀ ପାର୍ବତୀ ଶିବଙ୍କୁ ପାଇବା ଲାଗି ନିର୍ଜନ ବନ ପ୍ରବେଶରେ କଠୋର ତପସ୍ୟା କରୁଥାନ୍ତି। ଶ୍ମଶାନବାସୀ ଜଟାଜୁଟଧାରୀ ଶିବଙ୍କୁ ପତି ଭାବରେ ବରଣ କରିବା ନିଷ୍ପତ୍ତିରୁ ଓହରି ଯିବା ପାଇଁ ତାଙ୍କୁ ପିତାଙ୍କ ସମେତ ଅନେକ ବାରଣ କରିଥିଲେ। ଭୂତ ପ୍ରେତଙ୍କ ଗହଣରେ ରହୁଥିବା ଶିବଙ୍କୁ ବିବାହ କଲେ ଏହା ତାଙ୍କର ବୈବାହିକ ଜୀବନକୁ ସୁଖମୟ କରିବା ପରିବର୍ତ୍ତେ ଦୁର୍ବିସହ କରିଦେବ ବୋଲି ସତର୍କ କରାଇ ଏଥିରୁ ନିବୃତ୍ତ ରହିବା ପାଇଁ ସେମାନେ ଉପଦେଶ ଦେଉଥିଲେ। ପାର୍ବତୀ କିନ୍ତୁ ନିଜ ଜିଦରେ ଅଟଳ ରହି କଠୋର ତପସ୍ୟା କରୁଥିଲେ। ତପସ୍ୟା କରୁଥିବା ସମୟରେ ବହୁ ବାଧାବିଘ୍ନ ଆସିଥିଲା, କିନ୍ତୁ ସେ ସାଧନାରେ ଅବିଚଳ ରହିଥିଲେ। ଶେଷରେ ଶିବ ଦର୍ଶନ ଦେଲେ। ପାର୍ବତୀ ତାଙ୍କୁ ପତି ରୂପରେ ପାଇବା ନିମିତ୍ତ ପ୍ରାର୍ଥନା କଲେ। ଭୂତନାଥ ଜାଣିଥିଲେ ଯେ ଏହି ପାର୍ବତୀ ଆଉ କେହି ନୁହନ୍ତି, ପୂର୍ବ ଜନ୍ମରେ ତାଙ୍କର ଅର୍ଦ୍ଧାଙ୍ଗିନୀ ଥିଲେ। ସତୀ ବିଧ୍ୱସ୍ତ ପରେ ମହାମାୟା ପୁନଃ ପ୍ରକଟ ହୋଇଛନ୍ତି। ପାର୍ବତୀଙ୍କ ବର ପ୍ରାର୍ଥନାରେ ଶିବ ତଥାସ୍ତୁ କହି ଚାଲିଗଲେ। ପ୍ରସନ୍ନଚିତ୍ତ ପାର୍ବତୀ ପର୍ଣ୍ଣକୁଟୀରୁ ବାହାରକୁ ଆସି ଶିବଙ୍କ ଧ୍ୟାନରେ ମନୋନିବେଶ କଲେ। ଠିକ୍ ଏହି ସମୟରେ ଶୁଣିବାକୁ ପାଇଲେ ଏକ ବାଳକର ଆର୍ତ୍ତନାଦ। ବାଳକଟି ମୋତେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥାଏ। ବାଳକର ଆର୍ତ୍ତନାଦ ଶୁଣି ପାର୍ବତୀ ଶବ୍ଦ ଶୁଭୁଥିବା ଦିଗକୁ ଯାଇ ଯାହା ଦେଖିଲେ ତାଙ୍କର ବିସ୍ମୟର ସୀମା ରହିଲା ନାହିଁ। ସେ ଦେଖିବାକୁ ପାଇଲେ ଏକ ମଗର ବାଳକଟିକୁ ଧରି ପାଣି ଭିତରକୁ ନେଇଯାଉଛି। ବାଳକଟିର ବିକଳ ଅବସ୍ଥା ଦେଖି ପାର୍ବତୀ ତାକୁ ଶୀଘ୍ର ଛାଡ଼ିଦେବା ପାଇଁ ନିବେଦନ କଲେ। ଦେବୀ, ବିଧାତା ଏହାକୁ ମୋ ନିକଟକୁ ପଠାଇଛନ୍ତି। ଏହା ଆଜି ମୋର ଆହାର ହେବ। ମୁଁ ଏହାକୁ ଛାଡ଼ିପାରିବିନି। ଜଳଜୀବଟି ଏହା କହିବା ସମୟରେ ବାଳକଟି ହଠାତ୍ ସେଠାରୁ ଖସିଆସି ପାର୍ବତୀଙ୍କ ନିକଟରେ କାକୁସ୍ଥ ଭାବରେ ଠିଆ ହେଲା। ଭୟରେ ତାର ଶରୀର କମ୍ପୁଥାଏ। କରୁଣାର ମୂର୍ତ୍ତିମନ୍ତ ଅବତାର ପାର୍ବତୀ କହିଲେ, ମୁଁ ତୁମ ନିକଟରେ ଏହି ବାଳକଟିର ପ୍ରାଣଭିକ୍ଷା ମାଗୁଛି। ପ୍ରତିଦାନରେ ଯାହା ଇଚ୍ଛା କରୁଛ ମୋ ଠାରୁ ନେଇପାର। ତହୁଁ ମଗର କହିଲା, ସାଧାରଣରେ ଚର୍ଚ୍ଚା ହେଉଛି ଯେ ଆପଣ ତପଃ ପ୍ରଭାବରେ ଅଦ୍ଭୁତ ଶକ୍ତି ହାସଲ କରିଛନ୍ତି। ମୋତେ ସେହି ତପଃ ଶକ୍ତି ଦିଅନ୍ତୁ, ମୁଁ ଏହି ବାଳକକୁ ଛାଡ଼ିଦେବି। ପାର୍ବତୀ ସଂକଳ୍ପ କରି ଜଳ ଢାଳିଲେ। ଠିକ୍ ଏହି ସମୟରେ ମଗରଟି ତପସ୍ୱୀରେ ରୂପାନ୍ତରିତ ହୋଇ କହିଲା, ଦେବୀ, ଆପଣ ଏ କ'ଣ କଲେ? ଏହା ଆପଣଙ୍କର ଅଦୂରଦର୍ଶିତାର ପରିଚାୟକ। ଏବେ ଶିବଙ୍କୁ ପାଇବା ଲାଗି ପୁନଃ ଆପଣଙ୍କୁ କଠୋର ତପସ୍ୟା କରିବାକୁ ପଡ଼ିବ, କାରଣ ପୂର୍ବ ତପସ୍ୟାର ଫଳ ଆପଣଙ୍କଠାରୁ ଚାଲିଗଲା। ମୁଁ ପୁଣି ସେହିଭଳି ତପସ୍ୟା କରିବି। ବାଳକକୁ ବଞ୍ଚାଇବା ମୋର ପରମ କର୍ତ୍ତବ୍ୟ ଥିଲା କହି ଭଗବତୀ ପୁନଃ ତପଃ ଉଦ୍ଦେଶ୍ୟରେ ପର୍ଣ୍ଣକୁଟୀ ଗଲେ। ଠିକ୍ ଏହି ସମୟରେ ଭଗବାନ ଶଙ୍କର ଆବିର୍ଭୂତ ହୋଇ କହିଲେ, ନା ଦେବୀ, ପୁନଃ ତପସ୍ୟା ନିଷ୍ପ୍ରୟୋଜନ। ତୁମର କରୁଣା ଓ ତ୍ୟାଗର ଫଳ ତୁମର ତପସ୍ୟାଠାରୁ 1000 ଗୁଣ ଅଧିକ। ଯଥାର୍ଥରେ ତ୍ୟାଗ ଓ କରୁଣାର ପଟାନ୍ତର ନାହିଁ। ତ୍ୟାଗରେ ଯେଉଁ ପବିତ୍ର ଆନନ୍ଦ ନିହିତ ଅଛି ତାହା କୌଣସିଥିରେ ନାହିଁ। ଆଉ ଦୁଃଖୀର ଦୁଃଖ ଲାଘବ ନିମନ୍ତେ କରୁଣାର ଉଦ୍ରେକ ହେଲେ ସବୁକିଛି ତ୍ୟାଗ କରିବା ମାନସିକତା ଦୃଢ଼ ହୋଇଥାଏ। କାହାଣୀଟି ଯଦି ପସନ୍ଦ ଆସୁଥାଏ ତେବେ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।